ଯେତେବେଳେ ଆମେ ପ୍ରସ୍ତାବ ଖୋଜିବାକୁ ଯାଉଛୁ ଫାଷ୍ଟ କ୍ୱେଶ୍ଚିନ୍ ମାନେ ଫାଷ୍ଟ କ୍ୱେଶ୍ଚିନ୍ ହେଉଛି ପୁଅ ଗଭର୍ଣ୍ଣମେଣ୍ଟ ଚାକିରି କରୁଛି ନା ପ୍ରାଇଭେଟ୍ ଚାକିରି କରୁଛି। ଯେଉଁମାନେ 10th ରେ 30-35-40% ରଖିଛନ୍ତି ତଥାପି ସେମାନେ ଆସିକି ବି ଓ ମାନେ OPSC ଭଳିଆ ପ୍ରେଷ୍ଟିଜିୟସ୍ ଜବ୍ କରୁଛନ୍ତି। ମୋ ପାଖରେ ପଇସା ନାହିଁ, ମୋ ପାଖରେ ବୁକ୍ସ ନାହିଁ, ମୋ ପାଖରେ ଇଣ୍ଟରନେଟ୍ ନାହିଁ, ମୋ ପାଖରେ ୱାଇଫାଇ ନାହିଁ, ମୋ ପାଖରେ ଗାଡ଼ି ନାହିଁ, ମୋ ପାଖରେ ଘୋଡ଼ା ନାହିଁ, ମୁଁ ଗଭର୍ଣ୍ଣମେଣ୍ଟ ଜବ୍ ପାଇପାରିବିନି, ମୁଁ ଏଇଟା କରିପାରିବିନି ସେଇଟା କରିପାରିବିନି। ଆପଣଙ୍କ ବାପା କହୁଥିବେ ସେ ଯେଉଁ ଅଟୋବାଲାର ପୁଅ IAS ହେଲା କି ସେ ପରିବାବାଲାର ଝିଅ IAS ହେଲା, ଗୁପଚୁପ୍ ବିକୁଥିଲା ସେ IAS ହେଲା। ଆମେ ଯେତେବେଳେ ଏବେ ଟ୍ରେନିଂ ନେଉଥିଲୁ ସେଇ ସମୟରେ ମୁଁ ବି ନିଜେ ମାନେ ଆନାଲିସିସ୍ କଲି କି ପ୍ରାୟ 85-90% ପିଲା ସେମାନେ ବି ମାନେ ବହୁତ ଲୋୟର ଷ୍ଟାଣ୍ଡାର୍ଡ଼ରୁ ଆସିଛନ୍ତି। ହ୍ୟାଲୋ ଗାଇସ୍, ୱେଲକମ୍ ଟୁ ବିଶ୍ୱଜିତ ସିଭିଲ୍ ସର୍ଭେଣ୍ଟ ଚ୍ୟାନେଲ୍। ଆଉ ଆଜି ମୁଁ ଆପଣଙ୍କ ଗୋଟେ ବଢ଼ିଆ ଟପିକ୍ ଆଣିଛି, ଯେଉଁ ଟପିକ୍ରେ ଆପଣମାନେ ଆପଣଙ୍କ ସରାଉଣ୍ଡିଂସରେ ଯେତିକି ମାନେ ଗଭର୍ଣ୍ଣମେଣ୍ଟ ସର୍ଭିସ୍ ପାଇଥିବେ ତ ଆପଣମାନେ ସେମାନଙ୍କ ଭିତରେ ଦେଖୁଥିବେ କି 90% ପିଲା ଆଇଦର ଲୋୟର ଷ୍ଟାଣ୍ଡାର୍ଡ଼ର ଥିବେ, ଲୋୟର କ୍ଲାସ୍ର ଥିବେ କିମ୍ବା ମିଡ଼ିଲ୍ ଲୋୟର ଷ୍ଟାଣ୍ଡାର୍ଡ଼ ଥିବେ। କେହି ମାନେ ପୁରା ରିଚ୍ ବାଲା ଅଧିକାଂଶ ପିଲା କେହି ନଥିବେ। ଆପଣମାନେ ନିଜେ ବି ମାନେ ସେଇଟା ଜାଣିପାରୁଥିବେ। ମୁଁ ଭାବୁଥିବି କାହିଁକି ସବୁବେଳେ ମାନେ ଗୋଟେ ପୁଅର୍ ଷ୍ଟୁଡେଣ୍ଟ କାହିଁକି ମାନେ ଆମର ଯେଉଁ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ କ୍ରାକ୍ କରିପାରନ୍ତି କିମ୍ବା ମାନେ ଯେକୌଣସି ଗୋଟେ ଭଲ ଜାଗାରେ ପୋଜିସନ୍ ପାଇପାରନ୍ତି କିମ୍ବା ଗୋଟେ ଭଲ କଲେଜ ପାଇପାରନ୍ତି, IIT ହେଉ କିମ୍ବା NEET ହେଉ, ଭଲ ଭଲ ଏକ୍ଜାମ୍ କ୍ୱାଲିଫାଏ କରିପାରନ୍ତି। କାହିଁକି ମାନେ ବଡ଼ ଯାହା ପାଖରେ ବି ମୋବାଇଲ୍ ଅଛି, ୱାଇଫାଇ ଅଛି, କାର୍ ଅଛି, ପ୍ଲସ୍ ମାନେ ସବୁ କିଛି ଫ୍ୟାସିଲିଟିଜ୍ ଅଛି। ତାଙ୍କର ବି ଗର୍ଲଫ୍ରେଣ୍ଡ ବି ଅଛି, ଗର୍ଲଫ୍ରେଣ୍ଡକୁ ବୁଲିବା ପାଇଁ ବି ପଇସା ଅଛି, ତ ସବୁ କିଛି ଅଛି। କିନ୍ତୁ ସେମାନେ ମାନେ ଯେତେ କମ୍ପିଟେଟିଭ୍ ଏକ୍ଜାମ୍, ଯେତେ ସରକାରୀ ଚାକିରି ସେଇଥିରୁ ସେମାନେ ଡିପ୍ରାଇଭ୍ ହେଇ ପଡ଼ନ୍ତି ଏବଂ ସେମାନେ ସେତିକି ପରିମାଣର ମାନେ ସେତିକି ତାଙ୍କର ପରସେଣ୍ଟେଜ୍ ନାହିଁ ଯେତିକି ପରିମାଣ ତା କାପାବିଲିଟି ଅଛି। ତାଙ୍କୁ ତାଙ୍କ ବାପା ମା ଯେତିକି ପରିମାଣର ସୋର୍ସ ଦେଉଛନ୍ତି, ଯେତିକି ପରିମାଣର ପଇସା ଦେଉଛନ୍ତି, ସେତିକି ପରିମାଣର ପଇସାର ଫାଇଦା ଉଠାଇ ପାରୁନାହାନ୍ତି। ତ ଆପଣମାନେ ବି ବହୁତ ସମୟରେ ଆପଣଙ୍କ ବାପା କହୁଥିବେ ସେ ଯେଉଁ ଅଟୋବାଲାର ପୁଅ IAS ହେଲା କି ସେ ପରିବାବାଲାର ଝିଅ IAS ହେଲା, ଗୁପଚୁପ୍ ବିକୁଥିଲା ସେ IAS ହେଲା। ତ ଏମିତି ସାରା ନ୍ୟୁଜ୍ ଆପଣଙ୍କ କାନରେ ଡେଲି ପ୍ରତିଦିନ ଯେତେବେଳେ ରେଜଲ୍ଟ ବାହାରେ ସେଇ ସମୟରେ ଆପଣଙ୍କ କାନରେ ପଡ଼ୁଥିବ। ତାର ଏଇଟା ବି କିଛି ପରିମାଣ ସତ୍ୟତା ଅଛି। ମାନେ ସିଏ ଅଟୋବାଲା ନ ହେଇପାରେ କିମ୍ବା ମାନେ ରିକ୍ସାବାଲା ନ ହେଇପାରେ, କିନ୍ତୁ ୟା ସତ୍ୟତା ଅଛି କି ତାର ସେନ୍ସ ବତଉଛି କି ଜଣେ ମାନେ ପୁଅର୍ ପିଲା କେମିତି ଆଜି ଗଭର୍ଣ୍ଣମେଣ୍ଟ ସର୍ଭିସ୍ କ୍ରାକ୍ କରିପାରିଲା ଏବଂ ଏତେ ସାରା ତା ଉପରେ ମାନେ ଡିମେରିଟ୍ସ ଥାଇକି ତା ପାଖରେ ନା ପଇସାର ସୋର୍ସ ଥିଲା, ନା ୱାଇଫାଇର ସୁବିଧା ଥିଲା, ନା ଭଲ ମୋବାଇଲ୍ ଥିଲା, ନା କିଛି ଭେହିକିଲ୍ ଥିଲା ଯିବା ଆସିବା ପାଇଁ, ନା ବୁକ୍ କିଣିବା ପାଇଁ ପଇସା ଥିଲା। ମାନେ ଏତେ ସାରା ଡିପ୍ରାଇଭ୍ ଥାଇକି ବି ସେ କ୍ୱାଲିଫାଏ କରିପାରିଲା, କିନ୍ତୁ ତମେ କାହିଁକି କ୍ୱାଲିଫାଏ କରିନି, ଏଇଟା ସବୁ ପ୍ୟାରେଣ୍ଟସ୍ଙ୍କର କମ୍ପ୍ଲେନ୍ ଥାଏ। ସେଇ ଯେଉଁ ସବୁ ପ୍ୟାରେଣ୍ଟସ୍ଙ୍କ କମ୍ପ୍ଲେନ୍ ଥାଏ ଏଇଟା କି ମାନେ କେମିତି ମାନେ ସିଏ ପାଇପାରିଲା ତମେ କାହିଁ ପାଇପାରିଲାନି। ସିଏ ଯେହେତୁ କାହିଁକି ନା ଆମେ ବି ସେଇ ପୋଜିସନ୍ରୁ ଆସିଛୁ। ମୋ ସାଙ୍ଗମାନେ ବହୁତ ସାରା ସାଙ୍ଗ ଅଛନ୍ତି। ଆମେ ଯେତେବେଳେ ଏବେ ଟ୍ରେନିଂ ନେଉଥିଲୁ ସେଇ ସମୟରେ ମୁଁ ବି ନିଜେ ମାନେ ଆନାଲିସିସ୍ କଲି କି ପ୍ରାୟ 85-90% ପିଲା ସେମାନେ ବି ମାନେ ବହୁତ ଲୋୟର ଷ୍ଟାଣ୍ଡାର୍ଡ଼ରୁ ଆସିଛନ୍ତି ଏବଂ ବହୁତ ମାନେ ତାଙ୍କର ଆର୍ଥିକ ଅବସ୍ଥା ବହୁତ ହୀନ, ତଥାପି ବି ସେମାନେ ମାନେ ଆଜି ଓଡ଼ିଶା ସିଭିଲ୍ ସର୍ଭିସ୍ ଭଳିଆ ପ୍ରେଷ୍ଟିଜିୟସ୍ ଜବ୍ କରିକି ଅଛନ୍ତି। ତ ସେଇଥିପାଇଁ ମୁଁ ବି ତମକୁ ଭାବିଲି କି ଏହାଦ୍ୱାରା ତମର ବି ମନୋବଳ ବଢ଼ିପାରିବ କି କେମିତି ବହୁତ ମାନେ ତଳ ସ୍ତରର ପିଲା ବହୁତ ମାନେ ଯେଉଁମାନଙ୍କ ପାଖରେ ପଇସା ନାହିଁ, ଯେଉଁମାନେ 10th ରେ 30-35-40% ରଖିଛନ୍ତି ତଥାପି ସେମାନେ ଆସିକି ବି ମାନେ OPSC ଭଳିଆ ପ୍ରେଷ୍ଟିଜିୟସ୍ ଜବ୍ କରୁଛନ୍ତି। ଯେଉଁମାନେ ଟପର୍ ହେଉଛନ୍ତି ଆପଣମାନେ ଦେଖିପାରୁଥିବେ, ଯେଉଁମାନେ ସ୍କୁଲରେ କି କଲେଜରେ ଟପର୍ ହେଉଥିବେ ସେଇଭଳିଆ ପିଲା ତାଙ୍କର ନିର୍ଦ୍ଦିଷ୍ଟ ମନେକର ସପୋଜ୍ ଜଣେ ବିଟେକ୍ରେ ଟପର୍ ହେଇଛି, ଜଣେ IIT ଟପର୍ ହେଇଛି, ସିଏ ତା ନିଜସ୍ୱ କଲେଜ ଏବଂ ତା କ୍ୟାମ୍ପସ୍ରେ ଖୁସି ଅଛି, ସେ ନିଜେ ସେତିକିରେ ଖୁସି ଅଛି। ଯେଉଁମାନେ ପୁରା ମାନେ ମିଡ଼ିଲ୍ କିମ୍ବା ଲୋୟର ଥିଲେ ସେମାନେ ବର୍ତ୍ତମାନ ପରିଶ୍ରମ କରିବା ଷ୍ଟାର୍ଟ କରୁଛନ୍ତି ଏବଂ ପରିଶ୍ରମ କଲା ପରେ ସେମାନେ ତାଙ୍କ ନିଜର ଲକ୍ଷ୍ୟସ୍ଥଳରେ ଯାଇକି ପହଞ୍ଚୁଛନ୍ତି। ସେ ଯେଉଁ ଗଭର୍ଣ୍ଣମେଣ୍ଟ ଚାକିରି ଖୋଜୁଛନ୍ତି ସେ ଗଭର୍ଣ୍ଣମେଣ୍ଟ ଚାକିରି ଲକ୍ଷ୍ୟସ୍ଥଳରେ ପହଞ୍ଚୁଛନ୍ତି। ଆଉ ମୁଁ ଜାଣିଛି ଯେଉଁମାନେ ଭଲ ପଢ଼ନ୍ତି ସେମାନେ ଭଲ ଜାଗାରେ ପୋଷ୍ଟିଂ ହୁଅନ୍ତି, ସେମାନେ ମାସିକ ପ୍ୟାକେଜ୍ 1 କୋଟି ବି ପାଇପାରିଥାନ୍ତି, କିଛି ପ୍ରୋବ୍ଲେମ୍ ନାହିଁ। କିନ୍ତୁ ଆମେ ଯେଉଁ ଗଭର୍ଣ୍ଣମେଣ୍ଟ ଚାକିରିରେ ଯେଉଁ ବର୍ଷକୁ 10 ଲକ୍ଷ ଟଙ୍କା ପାଉଛୁ, ସେଇ 10 ଲକ୍ଷ ତାଙ୍କର 10 କୋଟିଠୁ ବି ଆହୁରି ମାନେ ଆଉ ବହୁତ ଅଧିକ। ତ ଯେତେବେଳେ ଆମେ ପ୍ରସ୍ତାବ ଖୋଜିବାକୁ ଯାଉଛୁ ଫାଷ୍ଟ କ୍ୱେଶ୍ଚିନ୍ ହେଉଛି ପୁଅ ଗଭର୍ଣ୍ଣମେଣ୍ଟ ଚାକିରି କରୁଛି ନା ପ୍ରାଇଭେଟ୍ ଚାକିରି କରୁଛି।
ହେଲା। ତମେ ଯଦି ଗଭର୍ଣ୍ଣମେଣ୍ଟ ଚାକିରି କରିଥିବ ତାହେଲେ ତାର ଯେଉଁ ତମର ଝିଅ ମିଳିବାର ଚାନ୍ସେସ୍ ମାନେ ମୋର୍ ଦେନ୍ ଏନଫ୍ ହେଇଯିବ। ତ ସେଇ କେସ୍ରେ ବି ଆମେ ସେଇଥିପାଇଁ ମାନେ ସେଇଥିପାଇଁ ଗଭର୍ଣ୍ଣମେଣ୍ଟ ଚାକିରିଟାକୁ ବହୁତ ସାରା ପ୍ରିଫର୍ ଦିଆଯାଏ। କାହିଁକିନା ଆମ ସୋସାଇଟିରେ ସେଇଟା ପୁରାପୁରି ମାନେ ଉପରକୁ ରଖିକି ଅଛନ୍ତି। ତାପରେ ଆଉ ଗୋଟେ କଥା ହେଲା, ସମସ୍ତଙ୍କ ଲାଇଫ୍ରେ କିଛି ନା କିଛି ଫେଲୁଅର୍ ଆସେ, କିନ୍ତୁ ଆମେ ଯେତେବେଳେ ଦେଖୁଛେ କି ଆମେ ଯେଉଁମାନେ ବହୁତ ମାନେ ଗରିବରୁ ଆସିଛେ, ତ ଆମେ ଜାଣିଛେ କି ଆମର ସେ ଫେଲୁଅର୍ଟା ହାବିଟ୍ ହେଇଯାଇଛି। ଆମେ ଜାଣିଛେ ଏଇଟା ନହେଲେ ଚଳିବ ସେଇଟା କରିବା, ସେଇଟା ନହେଲେ ଚଳିବ ସେଇଟା କରିବା। ଆମେ ବହୁତ ସାରା ପିଲାଟି ବେଳୁ ବହୁତ ସାରା ମାନେ ଫେଲୁଅର୍କୁ ଆଦତ ପକେଇ ଆମେ ଆଜି ଏଇ ପୋଜିସନ୍ରେ ଆସିଛେ। କିନ୍ତୁ ଯେଉଁମାନେ ଧନୀ, ଯେଉଁମାନଙ୍କ ପାଖରେ ପଇସା ଅଛି, ଯେଉଁମାନଙ୍କ ପାଖରେ ସବୁକିଛି ରିସୋର୍ସ ଆଭେଲେବୁଲ୍ ଅଛି, ସେମାନେ କେବେ ହେଲେ ମାନେ ଫେଲୁଅର୍ କେବେ ସହିନାହାନ୍ତି। ତ ସେମାନେ ଯେତେବେଳେ ଲାଷ୍ଟ ବଡ଼ ହେଲା ପରେ ଲାଷ୍ଟକୁ ଫେଲୁଅର୍ସ ହେଉଛନ୍ତି, ତ ନିହାତି ସେମାନେ ପୁରା ଟୋଟାଲ୍ ଭାଙ୍ଗି ପଡ଼ୁଛନ୍ତି। କିଛି ପିଲା ଭାଙ୍ଗି ପଡ଼ୁଛନ୍ତି, କିଛି ପିଲା ଫ୍ରଷ୍ଟ୍ରେସନ୍ରେ ଆସିଯାଉଛନ୍ତି, କିଛି ପିଲା ଟୋଟାଲ୍ ଛାଡ଼ି ଦେଇକି ନିଜର ବିଜନେସ୍ କରିବାକୁ ଷ୍ଟାର୍ଟ କରୁଛନ୍ତି। କିନ୍ତୁ ଆମେ ଏଇଟା ଶିଖିଛେ କି କେମିତି ଆମେ ପଢ଼ିକି ପୁଣି ଉଠିକି ପୁଣି ଦୌଡ଼ିବାଟା ଆମେ ଶିଖିଛେ। ସେଇଟା ହେଉଛି ଆମ ପାଇଁ ପଜିଟିଭନେସ୍। ଆମେ ୟାଠୁ ପଜିଟିଭନେସ୍ ଆଉ କିଛି ନାହିଁ। ଆଉ କିଛି ପିଲା ଭାବୁଥିବେ ଆଉ ସେକେଣ୍ଡ କେସ୍ ଆମର ପଜିଟିଭନେସ୍ ହେଉଛି ଆମେ ଜାଣିଛେ କି ପ୍ରୋବ୍ଲେମ୍କୁ କେଉଁ ଭଳି ଭାବରେ ସଲ୍ଭ କରାଯିବ, ପ୍ରୋବ୍ଲେମ୍କୁ ସର୍ଟ ଆଉଟ୍ କେଉଁ ଭଳି ଭାବରେ। କାହିଁକିନା ଆମ ଜୀବନରେ ଏମିତି କଣ୍ଡିସନ୍ ନାହିଁ ଯେଉଁ ସମୟରେ ପ୍ରୋବ୍ଲେମ୍ ନଥିବ। ଆମେ ବେଳେବେଳେ ଭାବୁଥିବ ଏବେ ଯେମିତି ଆମ କେସ୍ ଚାଲିଛି, ଆମେ ଭାବୁଛୁ ଏଇ ଇଲେକ୍ସନ୍ ଫେଜ୍ଟା ସରିଗଲା ପରେ ଆମେ ପୁରା ବିନ୍ଦାସ୍, ତାପରେ ଆମେ ବୁଲିବୁ। ଆମେ ଜାଣିଛୁ ଇଲେକ୍ସନ୍ ଫେଜ୍ ସରିଲା ପରେ ପୁଣି କେଉଁ ଗୋଟେ ଫେଜ୍ ଆସିବ, ପୁଣି ସେଇ ଫେଜ୍ ସରିଲା ପରେ ପୁଣି ଆଉ ଗୋଟେ ଫେଜ୍ ଆସିବ, ପୁଣି ଆଉ ଗୋଟେ ଫେଜ୍ ଆସିବ। ଯେମିତି ଆମେ ହିଷ୍ଟ୍ରି ସରିଲା ପରେ ପଲିଟି ପରେ ଜୋଗ୍ରାଫି ପରେ ଇକୋନୋମିକ୍ସ, ଏମିତି କଣ୍ଟିନ୍ୟୁଅସଲି ଗୋଟେ ପରେ ଚାଲିଥାଏ। ସେମିତି ପ୍ରୋବ୍ଲେମ୍ ବି ଗୋଟେ ପ୍ରୋବ୍ଲେମ୍ ସରୁ ଆଉ ଗୋଟେ ପ୍ରୋବ୍ଲେମ୍ ପଳେଇ ଆସିଥିବ, ତାର ଆଉ ଗୋଟେ ପ୍ରୋବ୍ଲେମ୍ ସରୁ ଆଉ ଗୋଟେ ପ୍ରୋବ୍ଲେମ୍ ପଳେଇ ଆସିଥିବ। ପ୍ରୋବ୍ଲେମ୍ଟା କଣ୍ଟିନ୍ୟୁଅସଲି ଚାଲିଥିବ। ତ ଆମେ ସେଇ ପ୍ରୋବ୍ଲେମ୍କୁ ୱାନ୍ ପ୍ରୋବ୍ଲେମ୍ ପରେ ଆନାଦର ପ୍ରୋବ୍ଲେମ୍କୁ ସର୍ଟ ଆଉଟ୍ କରିବା ସଲ୍ୟୁସନ୍ ଆମ ପାଖରେ ବହୁତ ଅଛି। କାହିଁକିନା ଆମେ ପିଲାଟି ବେଳରୁ ସେଇ କଣ୍ଡିସନ୍ ଦେଇକି ଆମେ ଚଳିକି ଆସିଛୁ। କିନ୍ତୁ ମାନେ ଧନୀ ଶ୍ରେଣୀର ଛୁଆମାନେ ସେମାନେ ମାନେ ଏ ପ୍ରୋବ୍ଲେମ୍ ସହିତ ଆଡାପ୍ଟିବିଲିଟି ତାଙ୍କର ବହୁତ କମ୍। ସେମାନେ ଏତେ ପରିମାଣର ମାନେ ଆଡାପ୍ଟିବିଲିଟି ରହି ନପାରନ୍ତି। ତ ଏଥିରୁ ଆମେ ଜାଣିଲେ ଯେ ତମମାନଙ୍କର ଯଦି ମାନେ ତମେ ଯଦି ନିଜକୁ ଯଦି କହୁଛ କି ମୋ ପାଖରେ ଏଇ ଅସୁବିଧା ଅଛି, ମୋ ପାଖରେ ପଇସା ନାହିଁ, ମୋ ପାଖରେ ବୁକ୍ସ ନାହିଁ, ମୋ ପାଖରେ ଇଣ୍ଟରନେଟ୍ ନାହିଁ, ମୋ ପାଖରେ ୱାଇଫାଇ ନାହିଁ, ମୋ ପାଖରେ ଗାଡ଼ି ନାହିଁ, ମୋ ପାଖରେ ଘୋଡ଼ା ନାହିଁ, ମୁଁ ଗଭର୍ଣ୍ଣମେଣ୍ଟ ଜବ୍ ପାଇପାରିବିନି, ମୁଁ ଏଇଟା କରିପାରିବିନି, ସେଇଟା କରିପାରିବିନି, ତ କେବେ ହେଲେ ଯାଇ ତମେ ଲାଇବ୍ରେରୀ ଯାଅ। ଲାଇବ୍ରେରୀରେ ଦେଖିବ ଯେତିକି ପିଲା ପଢ଼ୁଥିବେ ତା ଭିତରେ 90% ପିଲା ଆମ ଷ୍ଟାଣ୍ଡାର୍ଡ଼ର ହିଁ ଥିବେ। ଏବଂ ସେମାନେ ମାନେ ଲିଟରାଲି ମୁଁ ବି ଲାଇବ୍ରେରୀ ଯାଇଛି, ଲିଟରାଲି ସେମାନେ 20 ଆୱାର୍ସ 17-18 ଆୱାର୍ସ ମାନେ ଲାଇବ୍ରେରୀରେ ବସନ୍ତି, ଯେଉଁଟା 24 ଆୱାର୍ସ ବି ସେମାନେ ଲାଇବ୍ରେରୀରେ ସେମାନେ ଶୁଅନ୍ତି, ପୁରା ଏମିତି କଣ୍ଡିସନ୍ ପିଲାଙ୍କର। ତ ପିଲା ବହୁତ ପରିଶ୍ରମ କରୁଛନ୍ତି ଏବଂ ପରିଶ୍ରମ କରିବାକୁ ସେମାନେ ପିଲାଟି ବେଳୁ ଶିଖିଛନ୍ତି ବୋଲି ଆଜି ସେମାନେ 16-17 ଘଣ୍ଟା ଲେଖା ପାଠ ପଢ଼ି ପାରୁଛନ୍ତି। କିନ୍ତୁ ଯେଉଁମାନେ ହାୟର ଷ୍ଟାଣ୍ଡାର୍ଡ଼ରେ ଅଛନ୍ତି ସେମାନଙ୍କର ମାନେ ବୁଲିବା, ଖେଳିବା, ସିଏ ତାଙ୍କର ବହୁତ ସାରା ଡିଷ୍ଟ୍ରାକ୍ସନ୍ ଥାଏ ଏବଂ ସେ ଡିଷ୍ଟ୍ରାକ୍ସନ୍ ଏଡ଼େଇକି ସେମାନେ ତାଙ୍କ ଏମ୍ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ବହୁତ କଷ୍ଟ ହୋଇଯାଏ ଆଜ୍ କମ୍ପେୟାର ଟୁ ଆମ ପାଖରେ କିଛି ଡିଷ୍ଟ୍ରାକ୍ସନ୍ ନାହିଁ। ଆମେ ଯେତେବେଳେ ଡିଷ୍ଟ୍ରାକ୍ସନ୍ ସେମାନଙ୍କ ପାଇଁ ସବୁକିଛି ସୁବିଧା ଥିଲାବେଳେ ସେମାନେ ସବୁକିଛିକୁ ମାନେ ଏନ୍ଜୟ କରୁଥିବା ବେଳେ ଆମ ଆଖିରେ ଖାଲି ଆମ ବାପା ଆଉ ମାଆଙ୍କର ହିଁ ଛବି ଥିବ। ଆମେ ଖାଲି ଆମ ବାପା ମାଆଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ପଢ଼ୁଥିବା। ସେମାନଙ୍କର ଆଉ ସବୁ ସେମାନେ ମୋବାଇଲ୍ ଏନ୍ଜୟ କଲାବେଳେ ଗୋଆ ବୁଲୁଥିଲା ବେଳେ ଆମେ ଦେଖୁଥିବା ମୁଁ କିନ୍ତୁ ମୋ ମାଆକୁ ନେଇକି ତିରୁପତି ଯିବି, ମୁଁ ମୋ ମାଆକୁ ନେଇକି କେମିତି ବୃନ୍ଦାବନ କାଶୀ ବୃନ୍ଦାବନ ଯିବି। ତ ଏତିକି ହିଁ ଆମେ ଦେଖିପାରୁଥିବା। ତ ୟାଠୁ ଆମ ପାଖରେ ଆଉ ଖୁସି କିଛି ନାହିଁ। ତ ସେଇ ଯେଉଁ ଆମ ପାଖରେ ଯେଉଁ ଏମ୍ଟା ଅଛି ଏବଂ ଆମର ଯେଉଁ ଲଢ଼ିବାର ଯେଉଁ କ୍ଷମତା ଅଛି ଆମମାନଙ୍କୁ ସେମାନଙ୍କ ଅପେକ୍ଷା ଆମମାନଙ୍କୁ ଉଚ୍ଚରେ ସବୁବେଳେ ରଖିଥାଏ। ତ ଆପଣମାନେ କେବେ ହେଲେ ଟେନସନ୍ ରୁହନ୍ତୁନି ଏବଂ ଯଦି ଆପଣମାନେ ମୁଁ ଜାଣିଛି କିଛି ପରିମାଣ ପ୍ରୋବ୍ଲେମ୍ ଆସିବ ଆଉ ସେ ପ୍ରୋବ୍ଲେମ୍କୁ ହ୍ୟାଣ୍ଡେଲ୍ କରିବାର ଆବିଲିଟି ତୁମ ପାଖରେ ଅଛି ଏବଂ ତୁମେ କେବେ ହେଲେ ତାଙ୍କ ପାଖରେ ବହୁତ ସୋର୍ସ ଅଛି, ରିସୋର୍ସ ଅଛି। ତ ତାଙ୍କ ଅପେକ୍ଷା କେବେ ନିଜକୁ ମାନେ ନିମ୍ନ ମନେ କରନି ଏବଂ ତୁମେ ଲକ୍ଷ୍ୟସ୍ଥଳ ତୁମ ବାପା ମାଆଙ୍କର ଯେଉଁ ତୁମ ପ୍ରତି ଭଲ ପାଇବା ଏଇଟାକୁ ଆଖି ଆଗରେ ରଖିକି ତୁମେ ତୁମର ମାନେ ଯେତିକି ପରିଶ୍ରମ କରିବା କଥା କରିଚାଲ। ଆଉ ସବୁ ଭଗବାନଙ୍କ ଉପରେ ଛାଡ଼ିଦିଅ। ନିହାତି ତୁମେ ଯଦି ପରିଶ୍ରମ କରିବ ସେ ତୁମକୁ
ତୁମର ଠିକ୍ ରାସ୍ତାରେ ନେଇକି ପହଞ୍ଚେଇ ଦେବେ। ତ ଯେଉଁମାନେ ଏପର୍ଯ୍ୟନ୍ତ ଦେଖି ସାରିଲେଣି ପ୍ଲିଜ୍ ଆପଣ ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ, ଆଉ ଭିଡ଼ିଓକୁ ମଧ୍ୟ ଲାଇକ୍ କରନ୍ତୁ, ଆଉ ତମ ସାଙ୍ଗମାନଙ୍କ ଭିତରେ ସେୟାର କରନ୍ତୁ। ଆଉ ଯଦି ଆପଣମାନେ କିଛି ପ୍ରୋବ୍ଲେମ୍ ଅଛି ପ୍ଲିଜ୍ ସେ ପ୍ରୋବ୍ଲେମ୍ ଆପଣ କମେଣ୍ଟ ଦ୍ୱାରା ଜଣାଇଲେ ମୁଁ ବହୁତ ଖୁସି ହେବି। ଥ୍ୟାଙ୍କ ୟୁ।